ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି। ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗରେ ଅତିକ୍ରମ କରିବ। ଗତ 6 ଘଣ୍ଟା ହେବ ଘଣ୍ଟା ପ୍ରତି 15 କିଲୋମିଟର ବେଗରେ ଗତି କରୁଛି ଅବପାତ। ବିଶାଖାପାଟଣାଠାରୁ 90 କିଲୋମିଟର ଏବଂ ମାଲକାନଗିରିଠାରୁ 120 କିଲୋମିଟର ଦୂରରେ ରହିଛି ଅବପାତ। ଆସନ୍ତା 24 ଘଣ୍ଟାରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ, ଯାହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲ୍ଲାରେ 70ରୁ 200 ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ। ଉପରୋକ୍ତ ଜିଲ୍ଲା ବ୍ୟତୀତ କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା ହେବ। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁରରେ ବର୍ଷା ହେବ। ତେବେ 2ରୁ 3 ତାରିଖ ଏପରି ବଡ଼ ବର୍ଷା ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ରରୁ ଆକଳନ କରାଯାଇଥିବା ବେଳେ 4 ତାରିଖରେ ପ୍ରବଳ ବର୍ଷା ହେବାର ପୁଣି ଥରେ ବଢ଼ିବ ବୋଲି କେନ୍ଦ୍ର କହିଛି। ଫ୍ରି ଆଧାର ଅପଡେଟ୍ ବଢ଼ିଲା ସମୟସୀମା। ଆଜିଠୁ ବଦଳିଲା ନିୟମ। ଚଳିତ ମାସରେ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ଦରରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ। ଆଧାର କାର୍ଡ଼, କ୍ରେଡିଟ୍ କାର୍ଡ଼, ଏଲ୍ପିଜି ସିଲିଣ୍ଡର ଏବଂ ଏଫ୍ଡି ସହ ଯୋଡ଼ି ହୋଇଥିବା ନିୟମ ପରିବର୍ତ୍ତନ ହେଉଛି। ଫଳରେ ଏହା ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇବ। ଆଧାର କାର୍ଡ଼ ଅପଡେଟ୍ କରିବାର ସମୟସୀମାକୁ ସେପ୍ଟେମ୍ବର 14 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟ ଅବଧି ମଧ୍ୟରେ ବିନା କୌଣସି ମୂଲ୍ୟରେ ନିଜର ଆଧାର କାର୍ଡ଼ ଅପଡେଟ୍ କରିପାରିବେ। ହେଲେ ସେପ୍ଟେମ୍ବର 14 ତାରିଖରେ ଅପଡେଟ୍ କରିବାକୁ ହେଲେ ଏଥିପାଇଁ ଧାର୍ଯ୍ୟ ପରିମାଣର ଟଙ୍କା ଦେବାକୁ ପଡ଼ିବ। ଖବର ଆଜିଠାରୁ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ। ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ପଞ୍ଜୀକରଣ ଆରମ୍ଭ ହେବ। ଶନିବାରଠାରୁ ଆବେଦନପତ୍ର ଆରମ୍ଭ ହୋଇଛି। ଆବେଦନପତ୍ର ସମ୍ପୂର୍ଣ୍ଣ ମାଗଣା ଏବଂ ଦେୟମୁକ୍ତ। ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହିତ ଅଙ୍ଗନବାଡ଼ି କେନ୍ଦ୍ରୀୟ କାର୍ଯ୍ୟ କରୁଥିବା ସହାୟିକା, ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ, ଏମ୍ବିକେ ଓ କମ୍ୟୁନିଟି ରିସୋର୍ସ ପର୍ସନ ମଧ୍ୟ ଯୋଜନାରେ ସହାୟତା ଆବେଦନ କରିପାରିବେ। ସୁଭଦ୍ରା ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ 14678 ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବର ସକାଳ 6ଟାରୁ 10ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବା ପାଇଁ ମହିଳା ଓ ଶିଶୁ ବିଭାଗ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଓଡ଼ିଶାର 1 କୋଟିରୁ ଅଧିକ ମହିଳା ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଖବର ଏଲ୍ପିଜି କମର୍ସିଆଲ ଗ୍ୟାସ୍ ଦର ବୃଦ୍ଧି। ଦେଶରେ ବଢ଼ିଲା କମର୍ସିଆଲ ଗ୍ୟାସ୍ ଦର। କମର୍ସିଆଲ ଏଲ୍ପିଜି ଗ୍ୟାସ୍ ଦର ବୃଦ୍ଧି ହୋଇଛି। 39 ଟଙ୍କା ବଢ଼ିଛି କମର୍ସିଆଲ ଗ୍ୟାସ୍ ଦର। ପ୍ରତି ମାସ କମର୍ସିଆଲ ଏଲ୍ପିଜି ଗ୍ୟାସ୍ ଦର ପରିବର୍ତ୍ତନ ହୋଇଥାଏ। ଗତ ମାସରେ ମଧ୍ୟ ଏହି ଦର ବଢ଼ିଥିଲା। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ 19 କେଜି ସିଲିଣ୍ଡର ଦାମ 1691.50 ଟଙ୍କା ଦର ବୃଦ୍ଧି ହୋଇଛି। ଖବର ସେପ୍ଟେମ୍ବରରେ 15 ଦିନ ବ୍ୟାଙ୍କ ଛୁଟି ଜାରି ରହିବ। ନେଟ୍ ବ୍ୟାଙ୍କିଂ। ସେପ୍ଟେମ୍ବର ମାସ ଆରମ୍ଭ ହେବ। ଏହି ମାସରେ ଅନେକ ପୂଜାପର୍ବାଣୀ ପଡ଼ିବ, ତେଣୁ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବ। ଯଦି ଆପଣ ସେପ୍ଟେମ୍ବର ମାସରେ ଅଧିକ ବ୍ୟାଙ୍କ କାମ କରୁଛନ୍ତି, ତେବେ ବ୍ୟାଙ୍କର ଛୁଟି ତାଲିକା ଜାଣି ରଖିବା ଉଚିତ। ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତି ମାସ ଆରମ୍ଭରେ ବ୍ୟାଙ୍କର ଛୁଟି ତାଲିକା ପ୍ରକାଶ କରିଥାଏ। ସମସ୍ତ ରାଜ୍ୟର ବ୍ୟାଙ୍କ ଛୁଟି ସ୍ଥାନୀୟ ମାନ୍ୟତା ଏବଂ ପର୍ବ ଆଧାରରେ ଅଲଗା ଅଲଗା ଦିନରେ ରହିଥାଏ। ତେବେ ସେପ୍ଟେମ୍ବରରେ 15 ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିରେ ସାପ୍ତାହିକ ଛୁଟି, ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ସାମିଲ ରହିଛି। ଯଦି ଆପଣଙ୍କର କାମ ରହିଛି ପୂର୍ବରୁ ସାରି ଦିଅନ୍ତୁ। ତେବେ ଆଜିକାଲି ବ୍ୟାଙ୍କର କାମ ଅନଲାଇନ୍ ମାଧ୍ୟମରେ ହୋଇଯାଇଛି। ତେଣୁ ଆପଣ ୟୁପିଆଇ, ନେଟ୍ ବ୍ୟାଙ୍କିଂ କିମ୍ବା ମୋବାଇଲ ବ୍ୟାଙ୍କିଂ ସାହାଯ୍ୟରେ ବ୍ୟାଙ୍କ କାମ କରିପାରିବେ। ଖବର ସମସ୍ତ କୁକୁଡ଼ା ମାଂସ ଦୋକାନୀକୁ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସତର୍କ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରର ସମସ୍ତ କୁକୁଡ଼ା ମାଂସ ଦୋକାନୀକୁ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସତର୍କତା କରାଯାଇଛି। ଏଣୁ ଭୁବନେଶ୍ୱରରେ କୁକୁଡ଼ା ମାଂସ ବିକ୍ରି କରୁଥିବା ବ୍ୟବସାୟୀ ଯେଉଁଠି ସଂକ୍ରମଣ ହୋଇଛି ସେ ଅଞ୍ଚଳରୁ କୁକୁଡ଼ା ନ କିଣିବା ପାଇଁ ପରାମର୍ଶ ଦିଆଯାଇଛି। ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ପରାମର୍ଶ ଅନୁସାରେ ଭୁବନେଶ୍ୱରକୁ ଅଧିକାଂଶ କୁକୁଡ଼ା ଉପକଣ୍ଠରୁ ହିଁ ସହରକୁ ଆସୁଛି। ଏବେ ଉପକଣ୍ଠରେ ଏହି ସଂକ୍ରମଣ ଦେଖାଯାଇଥିବାରୁ ଭୁବନେଶ୍ୱର ପ୍ରତି ବିପଦ ରହିଛି। ଯଦି ଏହି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କୁ ଜ୍ୱର, ଛିଙ୍କ, କାଶ ଲାଗି ରହେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ବୋଲି ସେ କହିଛନ୍ତି। ବିଏମ୍ସି ଅଧିକାରୀ ତଥା ସାଇନ୍ ଟିମ୍ ବିଭିନ୍ନ ଜାଗା ବୁଲି ସ୍ଥିତି ପରୀକ୍ଷିବେ। ତେଣୁ ଏହି ସମୟରେ ବ୍ୟବସାୟୀ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଖବର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ କଡ଼ା ନଜରରେ ରହିବ ଶ୍ରୀମନ୍ଦିରର ଆନନ୍ଦ ବଜାର। ପୁରୀ ଶ୍ରୀମନ୍ଦିର ପରିସରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ପାଇଁ ସେନା ନିବୃତ୍ତ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ତେବେ ମୋଟ 20 ଜଣଙ୍କୁ ମୁତୟନ କରାଯାଇଛି। 2ଟି ସିଫ୍ଟରେ ଏମାନେ ଡ୍ୟୁଟି କରିବେ। ତେବେ ଆନନ୍ଦ ବଜାର ଓ ମନ୍ଦିର ବେଢ଼ାରେ ଆଜି ସକାଳୁ 10 ଜଣ ମୁତୟନ ହୋଇଥିଲେ।
ଅପରାହ୍ନ 2ଟାରୁ 10 ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ ମୁତୟନ ହୋଇଛନ୍ତି। ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି ଉପରେ ରୋକ ଲଗାଇବା ପାଇଁ ଏହି ପ୍ରୟାସ କରାଯାଇଛି। ଖବର ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁଣି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଭେନ୍ସା ସାହେବଙ୍କ ପାଇଁ 9 ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା, ଯାହା ଫଳରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ନାଁରେ ବିଶ୍ୱବିଦ୍ୟାଳୟର ନାମକରଣ ହୋଇ ଅନୁଚିତ। ଏହାକୁ ପରିବର୍ତ୍ତନ କରିବା ଦରକାର ଏବଂ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟପଟେ ଏହି ରେଭେନ୍ସାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ରେଭେନ୍ସାର ନାମ ଯେପରି ରହିଛି ସେହିପରି ରହିବା ଆବଶ୍ୟକ ବୋଲି କହିଛନ୍ତି। କାହିଁକିନା ଏହା ହେଉଛି ଆମର ଇମୋସନ୍। 9 ଅଙ୍କ ଦୁର୍ଭିକ୍ଷ ସମୟରେ ଯାହା ହୋଇଥିଲା ତାହା ତ ଅତୀତ, କିନ୍ତୁ ବର୍ତ୍ତମାନ ଯେଉଁ ସ୍ତରରେ ରେଭେନ୍ସା ରହିଛି, ବର୍ତ୍ତମାନ ନାମ ପରିବର୍ତ୍ତନ କରିବା କେବେ ବି ଗ୍ରହଣୀୟ ନୁହେଁ। ଖବର ଇଣ୍ଡିଗୋ ବିମାନରେ ବୋମା ଆତଙ୍କ। ଜବଲପୁର ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋର 6E7308 ବିମାନରେ ବୋମା ଥିବା ଧମକ ମିଳିଛି। ଏହାପରେ ବିମାନଟି ଶୀଘ୍ର ନାଗପୁରରେ ଅବତରଣ କରିଥିଲା। ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଇଥିଲା। ତୁରନ୍ତ ବାଧ୍ୟତାମୂଳକ ସୁରକ୍ଷା ଯାଞ୍ଚ ଆରମ୍ଭ କରାଯାଇଥିଲା। ଏହାର ତଦନ୍ତ ଆରମ୍ଭ ହୋଇଯାଇଥିଲା। ତଥାପି ଏ ପ୍ରସଙ୍ଗରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରି ନାହିଁ।